ଦେଖ ଭାଇ, ଏ ଗୋଟେ ଲୋକ ତିନିଟା ବାଛୁରୀ କେମିତି ନଈ ମାନେ ପାର କରୁଛନ୍ତି। ତାଙ୍କର କ'ଣ ଖାଇଯାଉଛନ୍ତି କି କ'ଣ କହୁଛନ୍ତି। ତିନିଟା ବାଛୁରୀ କି ବାଡ଼େଇକିରି ନେଇକିରି ଏଇଠିକି ନେଇକିରି ଛାଡ଼ୁଥିଲେ। ଏଇଠିକିରି ତାଙ୍କୁ ସବୁଠୁ ବିଗିଡ଼ିଆରୁ କିଛି କହିଲେନି। ସେ ବାଛୁରୀ ପୁଣି ଆସିକିରି ଏଇଠି ହେଇଗଲାኝ। ପାଣିଆ ଅଛି। ସେ ଲୋକ ହେଇଦେବ ପୁଣି ପଳେଇ ଯାଉଛି ଛାଡ଼ିକିରି ତାକୁ ବାଡ଼େଇକିରି ତାକୁ ଆଣି ଆମ ଏପଟକୁ ଛାଡ଼ୁଥିଲେ। ପୁଣି ତାକୁ ବିଗିଡ଼ିଆରୁ ସେ ପଳେଇ ଯାଉଛନ୍ତି। ବାଛୁରୀ ବର୍ତ୍ତମାନ ପାଣି ମଝିରେ ଛିଡ଼ା ହେଇଛନ୍ତି। କେଉଁ ଭଳିଆ ଲାଗୁଥିବ। ସେ ମଣିଷ ନିଜେ ମାନେ ସେ ଲୋକଟେ ନିଜେ ବି ସହିତ ଗାଧେଇ ପାରୁନାହାନ୍ତି। ତାଙ୍କ ଦେହ କ'ଣ ହେଇଯାଉଛି, କିନ୍ତୁ ବାଛୁରୀ ମାନଙ୍କୁ ଆଣିକିରି ପାଣିରେ ଛାଡ଼ୁଛନ୍ତି ସକାଳଟାରୁ। ଚିନ୍ତା କଲ ବାଛୁରୀ କେଉଁ ଭଳିଆ ଲାଗୁଥିବ। ଏ ଲୋକ ଏତେ ମାନେ ଇଏ ଲୋକ ଥିଲେ, ଆଙ୍କ ସାଙ୍ଗରେ ଆହୁରି ବି ଜଣେ ଥିଲେ। ସେ ଲୋକ କୁଆଡ଼େ ପଳେଇ ଗଲେଇଁ। କିନ୍ତୁ ଏଇ ଗୋଟେ ଲୋକ ଦେଖ, ବାଡ଼ି ଧରି ଠେଙ୍ଗା ଧରିକିରି ଛିଡ଼ା ହେଇଛି। ବିଚଣା ଗାଁରେ ଆଙ୍କ ଘର। ଆମ ପିଙ୍କିରାଳିକି ମାନେ ବାଛୁରୀକି ଛାଡ଼ୁଛନ୍ତି। ଦେଖିଲ କେଉଁ ଭଳିଆ ମାନେ ଲୋକ। ତିନିଟା ବାଛୁରୀ କେଉଁ ଭଳିଆ ହୀନସ୍ତା ହେଉଛନ୍ତି।